नुआखाई ପାଇଁ ଧାର୍ଯ୍ୟ ହେଲା ଲଗ୍ନ। ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କଠାରେ ଲାଗିବ ନବାନ୍ନ। ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ। ଦେଖୁଛନ୍ତି ଏରୋ ନ୍ୟୁଜ୍ ଡିଜିଟାଲ ମିଡିଆ। ଲାଇକ୍ ଫଲୋ ସେୟାର କରି ଆମ ସହିତ ଯୋଡ଼ି ହୁଅନ୍ତୁ। ଆଉ ଖବର କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧଗଡ଼ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି। ପଣ୍ଡିତ ମଣ୍ଡଳୀ ଆଲୋଚନା କରିବା ପରେ ଚଳିତ ନୂଆଖାଇ ପାଇଁ ଆସନ୍ତା 28 ତାରିଖ ଗୁରୁବାର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ସକାଳ 10:39ରୁ 11:25 ମଧ୍ୟରେ ଲଗ୍ନ ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ସମୟରେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କଠାରେ ନବାନ୍ନ ଭୋଗ ଲାଗି କରାଯିବ ବୋଲି ଜ୍ୟୋତିଷାଚାର୍ଯ୍ୟ ସିଦ୍ଧେଶ୍ୱର ଯୋଶୀ ସୂଚନା ଦେଇଛନ୍ତି। ମା ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଜିଲ୍ଲା ସାରା ଅନ୍ୟ ଦେବାଦେବୀଙ୍କଠାରେ ନବାନ୍ନ ଅର୍ପଣ ହେବ। ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀଶଙ୍କର ବଡ଼ମାଳୀ ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲାର ମୁଖ୍ୟ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କଠାରେ ନବାନ୍ନ ଲାଗି କରାଯିବା ନିମନ୍ତେ ଆଜି ଲଗ୍ନ ଧାର୍ଯ୍ୟ କରାଗଲା। ଜିଲ୍ଲା ବ୍ରାହ୍ମଣ ସମାଜର ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କ ଗଣନା ପ୍ରକାରେ ଆଗାମୀ 28 ତାରିଖ ଗୁରୁବାର ମାହେନ୍ଦ୍ର ଅମୃତ ବେଳା ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ 10:39 ଠାରୁ 11:25 ସମୟ ମଧ୍ୟରେ ନବାନ୍ନ ଲାଗି କରାଯିବ। ମା ଭୈରବୀଙ୍କଠାରେ ଲାଗି ହେବା ପରେ ଅନ୍ୟ ମନ୍ଦିର ଓ ନିଜ ନିଜ ଘରମାନଙ୍କରେ ନବାନ୍ନ ଭକ୍ଷଣ କରିବେ। ଜିଲ୍ଲା ବ୍ରାହ୍ମଣ ସମାଜର ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କର ଗହଣରେ ଆଗାମୀ 28 ତାରିଖ ଗୁରୁବାର ମାହେନ୍ଦ୍ର ଅମୃତ ବେଳା ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ 10:39 ଠାରୁ 11:25 ମଧ୍ୟରେ ନବାନ୍ନ ଲାଗି କରାଯିବ। ମା ଭୈରବୀଙ୍କଠାରେ ଲାଗି ହେବା ପରେ ଅନ୍ୟ ମନ୍ଦିର ଓ ନିଜ ଘରମାନଙ୍କରେ ନବାନ୍ନ ଭକ୍ଷଣ କରିବେ।